ଛୋଟ ଛୋଟ ଖୁସି ହିଁ ମଣିଷକୁ ବଞ୍ଚିବା ପାଇଁ ମାନେ ପ୍ରେରଣା ଦେଇଥାଏ। ଆମେମାନେ ଯଦି ଭିଡ଼ିଓ ବନେଇକି ଟିକେ ଖୁସି ହେଇପାରୁଛେ ତାହେଲେ କିଛି ଅସୁବିଧା ନାହିଁ, ଭିଡ଼ିଓ ବନେଇ ଚାଲ। ସେମିତି ବି ଯାହାକୁ ଖୁସି ଲାଗୁଛି ଭିଡ଼ିଓ ବନାଅ, କିଛି ଅସୁବିଧା ନାହିଁ। ଭିଡ଼ିଓରେ ଆମେ କିଛି ଖରାପ କରୁନି, ଘରର ଯେକୌଣସି କାମ ସେଇଗୁଡ଼ା ହିଁ ଆମେ ଦେଖାଉଛେ, କିଛି ଖରାପ ନାହିଁ, ବନେଇ ଚାଲ। ଏବେ ଯେହେତୁ ଶ୍ରାବଣ ମାସ ଚାଲିଛି, ସେଥିପାଇଁ ଆଗ ସାଧା କରିକି ସାଇଡ଼୍ କରିସାରିଲା ପରେ ଯାଇକି ଆଇଁଷ ବାରରେ ମାନେ ଆଇଁଷ ତ ନିହାତି କମ୍ପଲସରି ହେଉଛି। ସେଥିପାଇଁ ଆଗ ସାଧା କରିକି ସାଇଡ଼୍ କରିକି ରଖାହେବ, ତାପରେ ଯାଇକି ଆଇଁଷ ହେବ। ମାନେ ମୁଁ ଏଇଠି ସବୁ ସାଧା ଆଗ କରିଦେଉଛି, ତାପରେ ଆଇଁଷ ତ ଆସିନି, କ'ଣଟା ଆସିବ ଦେଖାଯିବ ସେତେବେଳକୁ। ଆଉ ଆସିଲା ପରେ ଯାଇକି ହେବ। ଆଉ ଆମର ତ ରୋଷେଇ ଘରେ ହିଁ କାମ, ଆଉ କ'ଣ, ରୋଷେଇ କରିବା, ଖାଇବାକୁ ଦେବା, ଖାଇବା ବନେଇବା। ରୋଷେଇ କଲା ଭିତରେ ଟିକେ ଟିକେ ଭିଡ଼ିଓ ବନେଇ ଦେଉଛି ଆପଣମାନଙ୍କ ପାଇଁ। ଆଉ ଟିକେ ଖାଲି ଦେଖିବେ, ଲାଇକ୍ କରିବେ, ସେୟାର କରିବେ, ସବସ୍କ୍ରାଇବ୍ କରିବେ, ଟିକେ ସପୋର୍ଟ କରିବେ। ଏଇଠି ପିଲା ସ୍କୁଲ ଛୁଟି ହେଇଗଲା ବୋଲିକି ତା ସାଙ୍ଗ ସହିତ ଖେଳିବା ପାଇଁ ପଳେଇ ଆସିଛି। ଆସିଲାଣି ଘଣ୍ଟା ହେଲାଣି, ଯାଇନି। ମୁଁ ତାକୁ ଯାଏ ଡାକିକି ନେଇକି ଆସେ, କେଉଁଠି ଖେଳୁଛି ମୁଁ ଆଗ ଦେଖେ, ତାପରେ ଡାକିକି ଆଣେ। ଜମା ଆସୁନି, ଆହୁରି 10 ମିନିଟ୍ ହେଉଛି। କେମିତି ପାଗ କରିଛି ଦେଖନ୍ତୁ, ମାନେ 2-3 ଦିନ ହେବ ବର୍ଷାର ମାନେ। ଦେଖେ 10 ମିନିଟ୍ ପରେ ଯିବୁ, ମୁଁ ଜମା ଆଉ ଆସିବିନି ଡାକିବାକୁ। ଯଦି ନ ଯାଇଥିବୁ ତାହେଲେ ହଁ, ତାହେଲେ ଏଇଠି ଖାଇବାରେ ଥିଲା ଲାଉ ତରକାରୀ, କୋଳଥ ଡାଲି, କାକୁଡ଼ି ସାଲାଡ଼, ଆଉ ସେମାନଙ୍କର ଦେଶୀ ଚିକେନର ଝୋଳ। ଚିକେନ୍ ଟିକେ ହେଇଗଲେ ଛୁଆମାନଙ୍କର ଆଉ କିଛି ଦରକାର ପଡ଼େନି, ଖାଲି ଚିକେନ୍, ଭାତ ଆଉ ତାଙ୍କର ସାଲାଡ଼ ଖାଇକି ପୁରା ସେମାନେ ଖୁସି। ଦେଖନ୍ତୁ ସେ କେମିତି ହସୁଛି।